ମୁଁ ଜଣେ ଏକୁଟିଆ ସ୍ତ୍ରୀ ଲୋକ ଥିଲି। 4ଟି ଛୋଟ ପିଲାଙ୍କ ସହ ଜୀବନ ସହିତ ସଂଘର୍ଷ କରୁଥିଲି। ମୋ ସ୍ୱାମୀଙ୍କୁ ଯାଇ ବେଶୀ ସମୟ ହୋଇନଥିଲା ଏବଂ ତାଙ୍କ ଯିବା ପରେ ଯେପରି ସବୁକିଛି ମୋଠାରୁ ଛଡ଼ାଇ ନିଆଗଲା। ମୋ ପିଲାମାନେ ଦିନସାରା ମୋ ଆଡ଼କୁ ଆଶାଭରା ଆଖିରେ ଚାହିଁ ରହୁଥିଲେ ଏବଂ ମୁଁ ପ୍ରତ୍ୟେକ ଥର ସେମାନଙ୍କୁ ସାନ୍ତ୍ୱନା ଦେଉଥିଲି ଯେ ସବୁ ଠିକ୍ ହୋଇଯିବ। କିନ୍ତୁ ସତ କଥା ଏହା ଥିଲା ଯେ ମୋ ପାଖରେ ଏବେ କିଛି ବି ବଳି ନଥିଲା। ସେଦିନ ସକାଳୁ ପିଲାମାନେ କିଛି ବି ଖାଇ ନଥିଲେ। ମୁଁ ବାରମ୍ବାର ଖାଲି ଡବାଗୁଡ଼ିକୁ ଖୋଲି ଦେଖୁଥିଲି। ହୁଏତ କେଉଁଠି ଟିକେ ଅଟା ବଳିଥିବ, କିନ୍ତୁ ପ୍ରତ୍ୟେକ ଥର ନିରାଶା ହିଁ ମିଳୁଥିଲା। ମୋର ସବୁଠାରୁ ସାନ ଝିଅ, ଯିଏ ବହୁତ ଛୋଟ ଥିଲା, ସେ ବାରମ୍ବାର ମୋ ପାଖକୁ ଆସି ପଚାରୁଥିଲା, ମା, ଖାଇବା କେବେ ମିଳିବ? ମୁଁ ହସିବାକୁ ଚେଷ୍ଟା କରୁଥିଲି ଏବଂ କହୁଥିଲି ଯେ ବାସ୍ ଟିକେ ସମୟ ପରେ ବନାଇଦେବି। କିନ୍ତୁ ଭିତରେ ଭିତରେ ମୁଁ ଭାଙ୍ଗି ପଡ଼ୁଥିଲି। ସନ୍ଧ୍ୟା ହେବା ବେଳକୁ ପିଲାମାନଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା। ସେମାନେ ଖେଳିବା ବି ଛାଡ଼ି ଦେଇଥିଲେ, ବାସ୍ ଚୁପଚାପ ବସିଥିଲେ ଏବଂ କେବେ କେବେ କାନ୍ଦି ପକାଉଥିଲେ। ମୋତେ ବୁଝା ପଡ଼ୁନଥିଲା ଯେ ମୁଁ କ'ଣ କରିବି। ମୁଁ ଅନେକ ଥର ଦ୍ୱାର ପର୍ଯ୍ୟନ୍ତ ଗଲି ଯେ ବାହାରକୁ ଯାଇ କାହାକୁ ସାହାଯ୍ୟ ମାଗିବି, କିନ୍ତୁ ପ୍ରତିଥର ମୋ ପାଦ ଅଟକି ଯାଉଥିଲା, କାରଣ ମୁଁ ସବୁବେଳେ କଷ୍ଟ କରି ଖାଇବାକୁ ପସନ୍ଦ କରୁଥିବା ନାରୀ ଥିଲି। କାହା ଆଗରେ ହାତ ପତାଇବା ମୋତେ କେବେ ବି ମଞ୍ଜୁର ନଥିଲା। କିନ୍ତୁ ସେଦିନ ମୋ ପିଲାମାନଙ୍କ ଭୋକ ମୋତେ ବାଧ୍ୟ କରିଦେଲା। ଶେଷରେ ମୁଁ ସାହସ ବାନ୍ଧିଲି ଏବଂ ମୋ ବଡ଼ ଭାଇଙ୍କ ଘରକୁ ଯିବାକୁ ନିଷ୍ପତ୍ତି ନେଲି। ମୋତେ ଲାଗିଲା ହୁଏତ ସେ ମୋ ଅବସ୍ଥା ବୁଝିବେ। ଶେଷରେ ମୁଁ ତାଙ୍କ ଭଉଣୀ। ମୁଁ ଧୀରେ ଧୀରେ ସେମାନଙ୍କ ଘର ଆଡ଼କୁ ଚାଲିଲି। ବାଟରେ ପ୍ରତିଟି ପାଦ ଭାରି ଲାଗୁଥିଲା। ମନରେ ଡର ଥିଲା ଯେ ଯଦି ସେ ମନା କରିଦେବେ ତେବେ କ'ଣ ହେବ। କିନ୍ତୁ ପିଲାମାନଙ୍କ କଥା ମନେ ପଡ଼ିବାରୁ ମୁଁ ଆଗକୁ ବଢ଼ି ଚାଲିଲି। ଯେତେବେଳେ ମୁଁ ସେମାନଙ୍କ ଘରେ ପହଞ୍ଚିଲି, ମୁଁ କବାଟ ବାଡ଼େଇଲି। କବାଟ ମୋ ଭାଉଜ ଖୋଲିଲେ। ସେ ମୋତେ ଉପରୁ ତଳ ଯାଏଁ ଦେଖିଲେ ଏବଂ ତାଙ୍କ ମୁହଁରେ ବିରକ୍ତି ସ୍ପଷ୍ଟ ଦେଖାଯାଉଥିଲା। ମୁଁ ହାତ ଯୋଡ଼ି ତାଙ୍କୁ କହିଲି ଯେ ପିଲାମାନେ ଭୋକିଲା ଅଛନ୍ତି, ଘରେ କିଛି ନାହିଁ। ଯଦି ଟିକେ ଅଟା ମିଳିଯାଆନ୍ତା ତେବେ ମୁଁ ବହୁତ ଉପକୃତ ହୁଅନ୍ତି। ସେ ମୋ କଥା ପୂରା ଶୁଣିବା ଆଗରୁ କହିଲେ ଯେ ଆମେ କାହାର ଦାୟିତ୍ୱ ନେଇପାରିବୁ ନାହିଁ ଏବଂ ମୋତେ ଫେରିଯିବାକୁ କହିଲେ। ମୁଁ କିଛି ସମୟ ସେଠାରେ ଠିଆ ହୋଇ ରହିଲି। ଆଶା ଥିଲା ଯେ ହୁଏତ ସେ ମାନିଯିବେ, କିନ୍ତୁ ସେ କବାଟ ବନ୍ଦ କରିଦେଲେ। ମୁଁ ଚୁପଚାପ ସେଠାରୁ ଫେରି ଆସିଲି। ବାଟସାରା ମୋ ଆଖିରୁ ଲୁହ ବୋହି ଚାଲିଥିଲା। ମୋର ନିଜ ଭାଇଙ୍କଠାରୁ ବି ଆଶା ନଥିଲା ଯେ ସେ କିଛି କହିବେ, କିନ୍ତୁ ସେ ବି କିଛି କହିଲେ ନାହିଁ। ସେହି ମୁହୂର୍ତ୍ତରେ ମୁଁ ବୁଝିଗଲି ଯେ ଏବେ ମୋତେ ମୋ ପିଲାମାନଙ୍କ ପାଇଁ ନିଜେ ହିଁ କିଛି କରିବାକୁ ପଡ଼ିବ। ଘର ପହଞ୍ଚିଲି ତ ପିଲାମାନେ ଦ୍ୱାରରେ ହିଁ ଠିଆ ହୋଇଥିବା ମିଳିଗଲେ। ସେମାନେ ମୋତେ ଦେଖିବା ମାତ୍ରେ ସେମାନଙ୍କ ଆଖିରେ ଆଶା ଚମକି ଉଠିଲା। କିନ୍ତୁ ଯେତେବେଳେ ସେମାନେ ମୋର ଖାଲି ହାତ ଦେଖିଲେ, ସେମାନେ ଚୁପ୍ ହୋଇଗଲେ। ମୁଁ ସେମାନଙ୍କ ଆଡ଼କୁ ଚାହିଁପାରୁ ନଥିଲି। ମୁଁ ସେମାନଙ୍କୁ ପାଖରେ ବସାଇଲି ଏବଂ ପାଣି ପିଇବାକୁ ଦେଲି ଏବଂ କହିଲି ଯେ ଟିକେ ଅପେକ୍ଷା କର, ମୁଁ କିଛି ନେଇ ଆସୁଛି। ରାତି ହେବାକୁ ଲାଗିଥିଲା ଏବଂ ମୋ ପାଖରେ କୌଣସି ଉପାୟ ନଥିଲା। ଶେଷରେ ମୁଁ ସାହସ ଜୁଟାଇଲି ଏବଂ ପଡ଼ୋଶୀରେ ରହୁଥିବା ଆଣ୍ଟିଙ୍କ ଘରକୁ ଗଲି। ମୁଁ କବାଟ ବାଡ଼େଇଲି। ସେ କବାଟ ଖୋଲିଲେ ଏବଂ ମୋତେ ଦେଖି ଟିକେ ଆଶ୍ଚର୍ଯ୍ୟ ହେଲେ। ମୁଁ ହାତ ଯୋଡ଼ି ତାଙ୍କୁ କହିଲି ଯେ ଯଦି ଘରେ ବଳିଥିବା 2ଟି ରୁଟି ବି ମିଳିଯିବ ତେବେ ମୋ ପିଲାମାନଙ୍କ ପେଟ ଭରିଯିବ। ସେ ପ୍ରଥମେ ମନା କରିବା ଭଳି ମୁହଁ କଲେ, କିନ୍ତୁ ପରେ ଭିତରକୁ ଯାଇ 2ଟି ଶୁଖିଲା ରୁଟି ନେଇ ଆସି ମୋ ହାତରେ ଦେଇଦେଲେ। ସେ କହିଲେ ଯେ ବସ୍ ଏତିକି ହିଁ ଅଛି। ମୁଁ ତାଙ୍କୁ ଧନ୍ୟବାଦ ଦେଲି ଏବଂ ଜଲ୍ଦି ଘରକୁ ଫେରି ଆସିଲି। ପିଲାମାନେ ରୁଟି ଦେଖିବା ମାତ୍ରେ ସେମାନଙ୍କ ମୁହଁ ଖୁସିରେ ଉଜ୍ଜ୍ୱଳ ହୋଇ ଉଠିଲା। ମୁଁ ସେହି ରୁଟିଗୁଡ଼ିକୁ ପାଣିରେ ନରମ କଲି ଏବଂ ଛୋଟ ଛୋଟ ଖଣ୍ଡ କରି ବାଣ୍ଟି ପିଲାମାନଙ୍କୁ ଖୁଆଇଲି। ପ୍ରତ୍ୟେକ ପିଲା ବହୁତ ଧୀରେ ଧୀରେ ଖାଉଥିଲେ, ଯେପରି ସେ ସେହି ରୁଟିକୁ ଶେଷ ହିଁ କରିବାକୁ ଚାହୁଁନଥିଲେ। ମୁଁ ସେମାନଙ୍କୁ ଦେଖୁଥିଲି ଏବଂ ମୋ ଆଖିରୁ ଲୁହ ବନ୍ଦ ହେଉନଥିଲା। ସେହି ରାତିରେ ପିଲାମାନେ ଟିକେ ରୁଟି ଏବଂ ପାଣି ପିଇ ଶୋଇବାକୁ ଚେଷ୍ଟା କଲେ, କିନ୍ତୁ ମୁଁ ଜାଣିଥିଲି ଯେ ସେମାନଙ୍କ ଭୋକ ପୂରା ମେଣ୍ଟି ନାହିଁ। ମୁଁ ପୂରା ରାତି ଜାଗି ରହିଲି ଏବଂ ଭାବୁଥିଲି ଯେ ଶେଷରେ କେବେ ପର୍ଯ୍ୟନ୍ତ ଏମିତି ଚାଲିବ। କିନ୍ତୁ ପରଦିନ ସକାଳେ ମୁଁ ନିଷ୍ପତ୍ତି ନେଲି, ମୋତେ କାମ ଖୋଜିବାକୁ ହିଁ ପଡ଼ିବ, ଚାହେଁ କେତେ ବି କଷ୍ଟ କାହିଁକି ନ ହେଉ। ମୁଁ ପାଖାପାଖି ଘରମାନଙ୍କରେ ଯାଇ ପଚାରିଲି ଯେ ଯଦି କାହାକୁ ସଫେଇ କିମ୍ବା ବାସନ ମଜା କାମ ଦରକାର ତେବେ ମୋତେ ଜଣାଇଦେବେ। କିଛି ଲୋକ ସିଧା ମନା କରିଦେଲେ, କିନ୍ତୁ ଗୋଟିଏ ଘରେ ମୋତେ କିଛି ଦିନ ପାଇଁ କାମ ମିଳିଗଲା। ମୁଁ ସକାଳୁ ଜଲଦି ଉଠି ପିଲାମାନଙ୍କ ପାଇଁ ଯାହା କିଛି ବଳିଥିଲା ତାହା ବନାଇ ସେମାନଙ୍କୁ ବୁଝାଇ କାମକୁ ବାହାରିଗଲି। ସେଠାରେ ମୁଁ ପୂରା ମନ ଦେଇ କାମ କଲି। ଘର ସଫେଇ କଲି, ବାସନ ମାଜିଲି ଏବଂ ଯେଉଁ କାମ ମିଳିଲା ତାହା କଲି। ମୋର ଆଶା ଥିଲା ଯେ ଏହି କାମରୁ ମୋତେ କିଛି ପଇସା ମିଳିଯିବ, ଯାହାଦ୍ୱାରା ମୁଁ ମୋ ପିଲାମାନଙ୍କ ପାଇଁ ଖାଦ୍ୟ ଆଣିପାରିବି। ଦିନସାରା ମେହନତ କରିବା ପରେ ଯେତେବେଳେ ମୁଁ ସନ୍ଧ୍ୟାରେ ଘରକୁ ଫେରିଲି, ମୋ ପିଲାମାନେ ମୋ ଅପେକ୍ଷାରେ ଥିଲେ। ମୁଁ କ୍ଳାନ୍ତ ଥିଲି, କିନ୍ତୁ ସେମାନଙ୍କ ମୁହଁ ଦେଖି ମୋତେ ଟିକେ ଶକ୍ତି ମିଳିଲା।
ମୁଁ ସେମାନଙ୍କୁ କୁଣ୍ଢାଇ ପକାଇଲି ଏବଂ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କଲି ଯେ ସେ ମୋତେ ଏତିକି ଦେଇଦିଅନ୍ତୁ ଯେ ମୁଁ ମୋ ପିଲାମାନଙ୍କୁ ଭୋକିଲା ନ ଶୁଆଏ। ପରଦିନ ମୁଁ ପୁଣି ସକାଳୁ ଜଲଦି ଉଠିଲି ଏବଂ ପିଲାମାନଙ୍କୁ ବୁଝାଇ କାମକୁ ବାହାରିଗଲି। ଏବେ ମୋ ଭିତରେ ଗୋଟିଏ ହିଁ ଜିଦ୍ ଥିଲା ଯେ ଚାହେଁ ଯେମିତି ବି ହେଉ ମୋତେ ମୋ ପିଲାମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ହେବ। ସେହି ଘରେ ଯେଉଁଠି ମୁଁ କାମ ପାଇଥିଲି ସେଠାରେ ବହୁତ କାମ ଥିଲା। କାନ୍ଥରେ ଜାଲ ଥିଲା, ଚଟାଣରେ ଧୂଳି ଜମିଥିଲା ଏବଂ ବାସନର ଗଦା ଲାଗିଥିଲା। ମୁଁ ବିନା ଅଟକି ପୁରା ଦିନ କାମ କଲି। ମୋ ହାତ ବିନ୍ଧିବାକୁ ଲାଗିଲା, କିନ୍ତୁ ମୁଁ ଗୋଟିଏ ମୁହୂର୍ତ୍ତ ପାଇଁ ବି ଅଟକିବା ଠିକ୍ ବୋଲି ଭାବିଲି ନାହିଁ, କାରଣ ମୋତେ ଜଣାଥିଲା ଯେ ଯେତେ ମେହନତ କରିବି ସେତେ ହିଁ ହୁଏତ କିଛି ମିଳିପାରିବ। ସେଠାରେ ମାଲିକାଣୀ ମୋତେ କହିଲେ ଯେ ଯଦି ମୁଁ ଭଲ ଭାବରେ କାମ ଦେବି ତେବେ କିଛି ପଇସା ଦେଇଦେବେ। ଏହା ଶୁଣି ମୋତେ ଟିକେ ଆଶା ଜାଗିଲା। 5 ଦିନ ପର୍ଯ୍ୟନ୍ତ ମୁଁ ଲଗାତାର ସେହି ଘରେ କାମ କଲି। ସକାଳୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ବାସ୍ କାମ ହିଁ କରୁଥିଲି। ସେହି 5 ଦିନରେ ମୁଁ ମୋ ପିଲାମାନଙ୍କୁ ଯେମିତି ହେଉ ସମ୍ଭାଳିଲି। କେବେ ଟିକେ ଧାର ଆଣି ତ କେବେ ପଡ଼ୋଶୀଠାରୁ କିଛି ମାଗି। କିନ୍ତୁ ପ୍ରତ୍ୟେକ ଦିନ ମୋ ପାଇଁ ଏକ ନୂଆ ପରୀକ୍ଷା ଭଳି ଥିଲା। 5ମ ଦିନ ଯେତେବେଳେ ମୁଁ ପୁରା ଘର ଚମକାଇ ଦେଲି, ମୁଁ ଆଶା ସହିତ ସେମାନଙ୍କ ସାମ୍ନାରେ ଠିଆ ହୋଇଗଲି। ସେମାନେ ମୋତେ କିଛି ପଇସା ଦେଲେ, କିନ୍ତୁ ସେ ସେତିକି ନଥିଲା ଯେତିକି ମୋର ଆଶା ଥିଲା। ମୁଁ ସାହସ କରି ସେମାନଙ୍କୁ କହିଲି ଯେ ମୁଁ କେତେ ଦିନ ପର୍ଯ୍ୟନ୍ତ ମେହନତ କରିଛି, ଯଦି ଆଉ ଟିକେ ମିଳିଯାଆନ୍ତା ତେବେ ମୋ ପିଲାମାନଙ୍କ କାମରେ ଆସିଯାଆନ୍ତା। ସେ ବିରକ୍ତ ହୋଇ କହିଲେ ଯେ ଯେତିକି ଦେଇଛି ସେତିକି ହିଁ ଯଥେଷ୍ଟ। ମୁଁ ଚୁପ୍ ହୋଇଗଲି କାରଣ ମୋତେ ଡର ଥିଲା ଯେ କାଳେ ସେ ଏହା ବି ଫେରାଇ ନେଇଯିବେ। ମୁଁ ସେହି ପଇସା ନେଲି ଏବଂ ବାହାରକୁ ଆସିଲି। ମୋ ଆଖିରେ ଲୁହ ଥିଲା, କିନ୍ତୁ ମୁଁ କିଛି କହିପାରୁ ନଥିଲି। ମୁଁ ଭାବିଲି ଯେ ଚାଲ, ଯାହା ମିଳିଛି ସେଥିରୁ ହିଁ କିଛି ରାସନ ନେଇଯିବି। ବାଟରେ ମୁଁ ସିଧା ରାସନ ବାଲା ପାଖକୁ ଗଲି। ମୁଁ ପୂର୍ବରୁ କିଛି ଧାର ଆଣିଥିଲି, ତେଣୁ ସେ ମୋତେ ଦେଖିବା ମାତ୍ରେ କହିଲା ଯେ ଏବେ ଆଉ ଧାର ମିଳିବ ନାହିଁ। ଆଗ ପୁରୁଣା ହିସାବ ସୁଝ। ମୁଁ ତାକୁ ପଇସା ଦେଲି, କିନ୍ତୁ ସେ ପୂରା ନଥିଲା। ସେଇ ସିଧା ମନା କରିଦେଲା ଯେ ଯେତେ ପର୍ଯ୍ୟନ୍ତ ପୂରା ପଇସା ଦେବ ନାହିଁ ସେତେ ପର୍ଯ୍ୟନ୍ତ କିଛି ମିଳିବ ନାହିଁ। ମୁଁ ବହୁତ ବିନତି କରୁଥିଲି, କିନ୍ତୁ ସେ ମାନିଲା ନାହିଁ। ଶେଷରେ ମୁଁ ଖାଲି ହାତରେ ଘରକୁ ଫେରି ଆସିଲି। ସେଦିନ ମୁଁ ବୁଝିଗଲି ଯେ ଗରିବୀ କେବଳ ପେଟର ଭୋକ ନୁହେଁ, ଏହା ମଣିଷର ଇଜ୍ଜତକୁ ବି ଧୀରେ ଧୀରେ ଶେଷ କରିଦିଏ। ଘର ପହଞ୍ଚିଲି ତ ପିଲାମାନେ ପୁଣି ଥରେ ଆଶା ଲଗାଇ ବସିଥିଲେ। ମୁଁ ସେମାନଙ୍କୁ ପାଖରେ ବସାଇଲି ଏବଂ କହିଲି ଯେ ଆଜି ଟିକେ ଅପେକ୍ଷା କରିବାକୁ ପଡ଼ିବ। ମୁଁ ନିଜକୁ ମଜବୁତ ଦେଖାଇବାକୁ ଚେଷ୍ଟା କରୁଥିଲି, କିନ୍ତୁ ଭିତରୁ ମୁଁ ପୂରା ଭାଙ୍ଗି ପଡ଼ିଥିଲି। ସେହି ସମୟରେ ମୋତେ ମୋର ପୁରୁଣା ଜୀବନ ମନେ ପଡ଼ିଲା। ଯେତେବେଳେ ମୁଁ ମୋ ବାପଘରେ ରହୁଥିଲି ସେତେବେଳେ ଏତେ ସବୁ ନଥିଲା, କିନ୍ତୁ କମ୍ ସେ କମ୍ ଏତିକି ତ ଥିଲା ଯେ ଭୋକିଲା ଶୋଇବାକୁ ପଡ଼ୁନଥିଲା। ପୁଣି ମୋତେ ମନେ ପଡ଼ିଲା ଯେ ପ୍ରତିବର୍ଷ ଦୀପାବଳିରେ ମୋ ଭାଇ ଗରିବମାନଙ୍କୁ ରାସନ ବାଣ୍ଟୁଥିଲା। ଲୋକେ ତାଙ୍କର ବହୁତ ପ୍ରଶଂସା କରୁଥିଲେ। ଏହା ଭାବି ମୋ ମନରେ ଏକ ଆଶା ଜାଗିଲା ଯେ ହୁଏତ ଏଥର ବି ତାଙ୍କ ସାହାଯ୍ୟ ମାଗିନିଏ। ଶେଷରେ ମୁଁ ତାଙ୍କ ଭଉଣୀ। ମୁଁ ବହୁତ ସମୟ ପର୍ଯ୍ୟନ୍ତ ନିଜ ସହିତ ଲଢ଼େଇ କଲି ଯେ ଯାଏ କି ନାହିଁ, କାରଣ ପୂର୍ବରୁ ବି ମୁଁ ସେଠାରୁ ଖାଲି ହାତରେ ଫେରିଥିଲି। କିନ୍ତୁ ଏଥର ମୋ ପିଲାମାନଙ୍କ ଅବସ୍ଥା ଦେଖି ମୁଁ ନିଷ୍ପତ୍ତି ନେଲି ଯେ ମୁଁ ଆଉ ଥରେ ଯିବି। ସନ୍ଧ୍ୟା ହେବା ମାତ୍ରେ ମୁଁ ଏକ ପୁରୁଣା ଚାଦର ଘୋଡ଼ି ହେଲି ଏବଂ ଧୀରେ ଧୀରେ ମୋ ଭାଇଙ୍କ ଘର ଆଡ଼କୁ ଚାଲିଲି। ବାଟ ସେଇଆ ଥିଲା ଯେଉଁଠି କେବେ ମୁଁ ହସ ଖୁସିରେ ଖେଳୁଥିଲି, କିନ୍ତୁ ଆଜି ସେହି ବାଟ ମୋତେ ଭାରି ଲାଗୁଥିଲା। ଯେତେବେଳେ ମୁଁ ସେମାନଙ୍କ ଘର ସାମ୍ନାରେ ପହଞ୍ଚିଲି, ହୃଦୟ ଜୋର ଜୋରରେ ଧଡ଼ଧଡ଼ ହେଉଥିଲା। ମୁଁ ଧୀରେ କବାଟ ବାଡ଼େଇଲି। ଏଥର ବି କବାଟ ଭାଉଜୀ ଖୋଲିଲେ। ସେ ମୋତେ ଦେଖିବା ମାତ୍ରେ ବିରକ୍ତିରେ ପଚାରିଲେ ଯେ କ'ଣ ଦରକାର। ମୁଁ ବହୁତ ନମ୍ରତାର ସହ କହିଲି ଯେ ପିଲାମାନେ ଭୋକିଲା ଅଛନ୍ତି, ଯଦି ଟିକେ ରାସନ ମିଳିଯାଆନ୍ତା ତେବେ ବହୁତ ସାହାଯ୍ୟ ହୋଇଯିବ। ସେ ତୁରନ୍ତ ମନା କରିଦେଲେ ଏବଂ କହିଲେ ଯେ ଆମେ ପୂର୍ବରୁ ବହୁତ ବାଣ୍ଟି ସାରିଛୁ, ଏବେ କିଛି ନାହିଁ। ମୁଁ ପୁଣି ତାଙ୍କକୁ ହାତ ଯୋଡ଼ି କହିଲି ଯେ ଟିକେ ଦିଅନ୍ତୁ, କିନ୍ତୁ ସେ ମୋର ଗୋଟିଏ ବି ଶୁଣିଲେ ନାହିଁ ଏବଂ କବାଟ ବନ୍ଦ କରିଦେଲେ। ମୁଁ କିଛି ସମୟ ସେଠାରେ ଠିଆ ହୋଇ ରହିଲି। ମୋର ଆଶା ଥିଲା ଯେ ହୁଏତ ଏଥର ମୋ ଭାଇ ବାହାରକୁ ଆସି କିଛି କହିବେ, କିନ୍ତୁ ଏମିତି କିଛି ହେଲା ନାହିଁ। ସେତିକିବେଳେ ମୋ ଭାଇ ନିଜ ଗାଡ଼ିରୁ ଘରକୁ ଆସିଲେ। ସେ ମୋତେ ଦେଖିଲେ, କିନ୍ତୁ ତାଙ୍କ ଆଖିରେ କୌଣସି ଭାବ ନଥିଲା। ମୁଁ ସାହସ କରି ତାଙ୍କକୁ କହିଲି ଯେ ପିଲାମାନେ ଭୋକିଲା ଅଛନ୍ତି। ସେ ବାସ୍ ଏତିକି କହିଲେ ଯେ କିଛି କାମ କର ଏବଂ ଭିତରକୁ ଚାଲିଗଲେ। ସେହି ମୁହୂର୍ତ୍ତରେ ମୋ ହୃଦୟରେ ଏକ ଅଜବ ଦରଜ ହେଲା, କିନ୍ତୁ ମୁଁ କିଛି କହିଲି ନାହିଁ। ମୁଁ ସେଠାରୁ ଚୁପଚାପ ବୁଲି ପଡ଼ିଲି। ସେତିକିବେଳେ ମୋ ନଜର ଅଳିଆ ପାଖରେ ପଡ଼ିଲା, ଯେଉଁଠି କିଛି ଖାଦ୍ୟର ଖଣ୍ଡ ପଡ଼ିଥିଲା। ମୁଁ କିଛି ସମୟ ଭାବିଲି, ପୁଣି ମୋ ପିଲାମାନଙ୍କ ମୁହଁ ମନେ ପଡ଼ିଲା ଏବଂ ମୁଁ ସେହି ଖଣ୍ଡଗୁଡ଼ିକୁ ଉଠାଇନେଲି। ମୋ ପାଇଁ ତାହା କୌଣସି ଖଜାନାଠାରୁ କମ୍ ନଥିଲା। ମୁଁ ସେଗୁଡ଼ିକୁ ମୋ ଆଞ୍ଚଳରେ ଲୁଚାଇ ଜଲ୍ଦି ଜଲ୍ଦି ସେଠାରୁ ବାହାରିବାକୁ ଲାଗିଲି। ସେତିକିବେଳେ ହଠାତ୍ କାହା ସହିତ ଧକ୍କା ହେଲି। ମୋ ହାତରୁ ସବୁ ପଡ଼ିଗଲା ଏବଂ ମୁଁ ଡରିଗଲି।
ସେ ବ୍ୟକ୍ତି ମୋତେ ଧ୍ୟାନରେ ଦେଖିବାକୁ ଲାଗିଲା ଏବଂ କହିଲା, ତୁମେ କ'ଣ ରୀନା? ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ତୁରନ୍ତ ମୋ ମୁହଁ ଲୁଚାଇଲି ଏବଂ ସେଠାରୁ ଜଲ୍ଦି ଆଗକୁ ବଢ଼ିଗଲି। ମୋ ହୃଦୟ ବହୁତ ଜୋରରେ ଧଡ଼ଧଡ଼ ହେଉଥିଲା। ମୋତେ ଲାଗିଲା ଯେ ମୋ ଅତୀତ ପୁଣି ମୋ ସାମ୍ନାକୁ ଆସିଗଲା। ମୁଁ ବିନା ପଛକୁ ଚାହିଁ ସିଧା ଘର ଆଡ଼କୁ ଦୌଡ଼ିଲି। ଘର ପହଞ୍ଚିବା ମାତ୍ରେ ପିଲାମାନେ ମୋତେ ଘେରିଗଲେ। ମୁଁ ଯାହା କିଛି ଆଣିଥିଲି ସେମାନଙ୍କୁ ଦେଇଦେଲି ଏବଂ ସେମାନେ ଖୁସି ଖୁସି ତାହା ଖାଇବାକୁ ଲାଗିଲେ। ମୁଁ ସେମାନଙ୍କୁ ଦେଖୁଥିଲି ଏବଂ ଭାବୁଥିଲି ଯେ ଶେଷରେ କେବେ ପର୍ଯ୍ୟନ୍ତ ଏମିତି ଚାଲିବ। ସେତିକିବେଳେ ମୋ ମନରେ ସେହି ପ୍ରଶ୍ନର ଗୁଞ୍ଜନ ଆସିଲା ଯାହା ବହୁତ ବର୍ଷ ପୂର୍ବେ ମୁଁ ଶୁଣିଥିଲି। ଏକ ଏମିତି ମଣିଷ ଯିଏ ମୋତେ ସେହି ଅବସ୍ଥାରୁ ବାହାର କରିବାକୁ ଚାହୁଁଥିଲା, କିନ୍ତୁ ସେତେବେଳେ ମୁଁ ତାଙ୍କ କଥା ମାନି ନଥିଲି। ମୁଁ ବହୁତ ସମୟ ପର୍ଯ୍ୟନ୍ତ ଭାବୁଥିଲି ଏବଂ ପୁଣି ଚୁପଚାପ ବସିଗଲି। ମୋତେ ବୁଝାଇ ପଡ଼ୁନଥିଲା ଯେ ଆଗକୁ କ'ଣ ହେବ, କିନ୍ତୁ ଏତିକି ନିଶ୍ଚିତ ଥିଲା ଯେ ମୋ ଜୀବନ ଏବେ ଏକ ନୂଆ ମୋଡ଼ରେ ଆସିବାକୁ ଯାଉଛି। ସେହି ରାତିରେ ମୁଁ ବହୁତ ସମୟ ପର୍ଯ୍ୟନ୍ତ ଶୋଇପାରିନଥିଲି। ବାରମ୍ବାର ସେହି ଆବାଜ ମୋ କାନରେ ଗୁଞ୍ଜୁଥିଲା ଏବଂ ମୋ ମନ ଅତୀତ ଆଡ଼କୁ ଚାଲିଯାଉଥିଲା। ସେ ଏକ ଏମିତି ସମୟ ଥିଲା ଯେତେବେଳେ ଜୀବନ ଏତେ କଠିନ ନଥିଲା। ମୁଁ ମୋ ବାପଘରେ ରହୁଥିଲି ଏବଂ ପ୍ରତ୍ୟେକ ଛୋଟ ବଡ଼ କଥା ପାଇଁ ମୋ ଭାଇ ଉପରେ ଭରସା କରୁଥିଲି। ମୁଁ ସବୁବେଳେ ଭାବୁଥିଲି ଯେ ସେ ମୋ ପାଇଁ ସବୁଠାରୁ ସଠିକ୍ ନିଷ୍ପତ୍ତି ନେବେ। କିନ୍ତୁ ହୁଏତ ମୁଁ ଭୁଲ ଥିଲି। ମୋତେ ମନେ ପଡ଼ିଲା ଯେ ଆମ ପଡ଼ୋଶୀରେ ଜଣେ ପୁଅ ରହୁଥିଲା ଯାହାର ନାମ କାର୍ତ୍ତିକ ଥିଲା। ସେ ବହୁତ ଶାନ୍ତ ସ୍ୱଭାବର ଥିଲା ଏବଂ ପ୍ରାୟତଃ ନିଜ ମାଆଙ୍କ ସହ ରହୁଥିଲା। ଯେତେବେଳେ ବି ସେମାନଙ୍କ ଘରେ କିଛି ଭଲ ତିଆରି ହୁଏ, ତେବେ ସେ ଆମ ଘରକୁ ନେଇ ଆସେ ଏବଂ ଦ୍ୱାରରେ ଠିଆ ହୋଇ ମୋତେ ଦେଇଦିଏ। ତା ମୁହଁରେ ସବୁବେଳେ ଏକ ସାଦାସିଧା ମୁସ୍କାନ ଥିଲା। ମୁଁ ତା ସହିତ ଅଧିକ କଥା ହେଉନଥିଲି, କିନ୍ତୁ ତା ନିୟତ ସଫା ନଜର ଆସୁଥିଲା। ଦିନେ ସେ ସାହସ କରି ମୋତେ କହିଲା ଯେ ତାକୁ ମୁଁ ପସନ୍ଦ ଏବଂ ସେ ମୋ ସହିତ ଜୀବନ ବିତାଇବାକୁ ଚାହେଁ। ମୁଁ ଏହା ଶୁଣି ଡରିଗଲି କାରଣ ମୁଁ କେବେ ଏହି ବିଷୟରେ ଭାବି ନଥିଲି। ମୁଁ ତାକୁ ସିଧା ମନା କରିଦେଲି ଏବଂ କହିଲି ଯେ ମୋ ଭାଇ ଯେଉଁ ନିଷ୍ପତ୍ତି ନେବେ ସେଇଟା ହିଁ ମୋ ପାଇଁ ସଠିକ୍। ସେ କିଛି କହିଲା ନାହିଁ, ବାସ୍ ଏତିକି କହିଲା ଯେ ସେ ଅପେକ୍ଷା କରିବ ଏବଂ ଦିନେ ମୋତେ ଏହି ଗରିବୀରୁ ବାହାରକୁ ଆଣିବ। ସେତେବେଳେ ମୁଁ ତା କଥା ଉପରେ ଭରସା କଲି ନାହିଁ ଏବଂ ମୁଁ ସେ କଥାକୁ ସେଇଠି ଶେଷ କରିଦେଲି। କିନ୍ତୁ ଜୀବନ କିଛି ଅଲଗା ମୋଡ଼ ନେଇଗଲା। ମୋ ଭାଇଙ୍କ ବାହାଘର ହୋଇଗଲା ଏବଂ ଘରର ମାହୋଲ ପୂରା ବଦଳିଗଲା। ଭାଉଜ ମୋତେ ପସନ୍ଦ କରୁନଥିଲେ ଏବଂ ପ୍ରତ୍ୟେକ ଛୋଟ କଥାରେ ମୋତେ ଗାଳି ଦେଉଥିଲେ। ଭାଇ ବି ଧୀରେ ଧୀରେ ବଦଳିଗଲେ ଏବଂ ସେ ମୋ ବାହାଘର ଜଣେ ସାଧାରଣ ମଣିଷ ସହିତ କରାଇଦେଲେ। ମୁଁ ବିନା କିଛି କହି ସେ ସମ୍ପର୍କରେ ସ୍ୱୀକାର କରିନେଲି କାରଣ ମୋ ପାଖରେ ଆଉ କୌଣସି ରାସ୍ତା ନଥିଲା। ବାହାଘର ପରେ ମୁଁ ମୋ ସ୍ୱାମୀଙ୍କ ସହିତ ଏକ ସାଦା କିନ୍ତୁ ସନ୍ତୋଷଭରା ଜୀବନ ବିତାଇଲି। ସେ ସବୁବେଳେ ମୋ ସାଥୀ ଦେଲେ ଏବଂ ମୋତେ କେବେ କୌଣସି ଜିନିଷର ଅଭାବ ଅନୁଭବ କରାଇଦେଲେ ନାହିଁ। କିନ୍ତୁ ଭାଗ୍ୟକୁ କିଛି ଅଲଗା ମଞ୍ଜୁର ଥିଲା। ଦିନେ ସେ କାମକୁ ଗଲେ ଏବଂ ଫେରିଲେ ନାହିଁ। ସେହି ଦୁର୍ଘଟଣା ମୋ ପୂରା ଦୁନିଆ ବଦଳାଇ ଦେଲା। ମୁଁ ଏକୁଟିଆ ରହିଗଲି, 4ଟି ଛୋଟ ପିଲାଙ୍କ ସହିତ ଏବଂ ତାପରେ ଯେଉଁ ସଂଘର୍ଷ ଆରମ୍ଭ ହେଲା ତାହା ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ। ମୁଁ ଏହି ଚିନ୍ତାରେ ବୁଡ଼ିଥିଲି ଯେ ହଠାତ୍ ଦ୍ୱାରରେ କବାଟ ବାଡ଼େଇବା ଶବ୍ଦ ହେଲା। ମୁଁ ଡରିଗଲି କାରଣ ରାତି ସମୟ ଥିଲା। ମୁଁ ଧୀରେ କବାଟ ଖୋଲିଲି ତ ସାମ୍ନାରେ ସେହି ମଣିଷ ଠିଆ ହୋଇଥିଲା ଯାହା ସହିତ ମୁଁ ବାଟରେ ଧକ୍କା ହୋଇଥିଲି। ମୁଁ ଧ୍ୟାନରେ ଦେଖିଲି ତ ସେ କାର୍ତ୍ତିକ ହିଁ ଥିଲା। ଏତେ ବର୍ଷ ପରେ ତାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ତା ମୁହଁରେ ଏବେ ଆତ୍ମବିଶ୍ୱାସ ଥିଲା ଏବଂ ତା ଜୀବନ ବି ବଦଳି ଯାଇଥିବା ଲାଗୁଥିଲା। ସେ ଧୀରେ କହିଲା, କ'ଣ ମୁଁ ଭିତରକୁ ଆସିପାରିବି? ମୁଁ ତୁରନ୍ତ ମନା କରିଦେଲି ଏବଂ କହିଲି ଯେ ମୁଁ ଏବେ ଏକୁଟିଆ ସ୍ତ୍ରୀ ଏବଂ କାହାକୁ ଭିତରକୁ ଆସିବାକୁ ଦେଇପାରିବି ନାହିଁ। ସେ ମୋ କଥା ବୁଝିଲା ଏବଂ ବିନା କିଛି କହି ଫେରିଗଲା। କିନ୍ତୁ ତା ଆଖିରେ ଚିନ୍ତା ସ୍ପଷ୍ଟ ଦେଖାଯାଉଥିଲା। ପରଦିନ ସକାଳେ ମୁଁ ମୋ କାମରେ ଲାଗିଥିଲି। ସେତିକିବେଳେ ପୁଣି କବାଟ ବାଡ଼େଇବା ଶବ୍ଦ ହେଲା। ମୁଁ କବାଟ ଖୋଲିଲି ତ କାର୍ତ୍ତିକ ଠିଆ ହୋଇଥିଲା। ଏଥର ତା ହାତରେ କିଛି ଥଳି ଥିଲା। ସେ ବିନା କିଛି କହି ସେହି ଥଳିଗୁଡ଼ିକୁ ଦ୍ୱାରରେ ରଖିଦେଲା ଏବଂ କହିଲା ଯେ ଏହା ପିଲାମାନଙ୍କ ପାଇଁ। ମୁଁ ତୁରନ୍ତ ମନା କଲି ଏବଂ କହିଲି ଯେ ମୋତେ କାହାର ସାହାଯ୍ୟ ଦରକାର ନାହିଁ। କିନ୍ତୁ ସେ ବହୁତ ଶାନ୍ତିରେ କହିଲା ଯେ ଏହା କୌଣସି ଅନୁଗ୍ରହ ନୁହେଁ, ବାସ୍ ଏକ ମଣିଷ ତରଫରୁ ଅନ୍ୟ ମଣିଷ ପାଇଁ ଛୋଟ ସାହାଯ୍ୟ। ସେ ଏହା ମଧ୍ୟ କହିଲା ଯେ ସେ ମୋ ଅବସ୍ଥା ବୁଝେ ଏବଂ ବାସ୍ ଏତିକି ଚାହେଁ ଯେ ମୋ ପିଲାମାନେ ଭୋକିଲା ନ ରୁହନ୍ତୁ। ତା ଶବ୍ଦ ଶୁଣି ମୋ ଆଖିରେ ଲୁହ ଆସିଗଲା। କିଛି କହିପାରିଲି ନାହିଁ। ସେତିକିବେଳେ ମୋ ପିଲାମାନେ ବାହାରକୁ ଆସିଲେ ଏବଂ ସେହି ଥଳିଗୁଡ଼ିକୁ ଦେଖି ଖୁସି ହୋଇଗଲେ। ସେମାନଙ୍କ ଖୁସି ଦେଖି ମୁଁ ନିଜକୁ ଅଟକାଇ ପାରିଲି ନାହିଁ ଏବଂ ମୁଁ ସେ ସାମଗ୍ରୀ ଭିତରେ ରଖିନେଲି। ସେହି ଥଳିରେ ଖାଇବା ପିଇବାର ସମସ୍ତ ଆବଶ୍ୟକ ଜିନିଷ ଥିଲା। ଅଟା, ଡାଲି, ଚାଉଳ, ତେଲ ଏବଂ ପିଲାମାନଙ୍କ ପାଇଁ କିଛି ମିଠାଇ ବି ଥିଲା। ମୁଁ ତୁରନ୍ତ ଖାଦ୍ୟ ତିଆରି କଲି ଏବଂ ଅନେକ ଦିନ ପରେ ମୋ ପିଲାମାନେ ପେଟ ପୂରା ଖାଇଲେ। ସେଦିନ ସେମାନଙ୍କ ମୁହଁରେ ଯେଉଁ ସନ୍ତୋଷ ଥିଲା
ତାହା ମୋ ପାଇଁ କୌଣସି ବରଦାନଠାରୁ କମ୍ ନଥିଲା। ମୁଁ ବାରମ୍ବାର ଭଗବାନଙ୍କୁ ଧନ୍ୟବାଦ ଦେଉଥିଲି ଏବଂ ମନେ ମନେ କାର୍ତ୍ତିକ ପାଇଁ ପ୍ରାର୍ଥନା କରୁଥିଲି। କିଛିଦିନ ପରେ କାର୍ତ୍ତିକ ପୁଣି ଆସିଲା। ଏଥର ସେ ଦ୍ୱାରରେ ହିଁ ଠିଆ ହୋଇ ରହିଲା ଏବଂ କହିଲା ଯେ ଯଦି ମୁଁ ତାକୁ ଭରସା କରିବା ଯୋଗ୍ୟ ମନେକରେ ତେବେ ସେ ମୋ ଏବଂ ମୋ ପିଲାମାନଙ୍କ ଦାୟିତ୍ୱ ନେବାକୁ ଚାହେଁ। ତା କଥା ଶୁଣି ମୁଁ ଚୁପ୍ ହୋଇଗଲି। ମୋ ମନରେ ଅନେକ ପ୍ରଶ୍ନ ଥିଲା। ମୁଁ ତାକୁ ପଚାରିଲି ଯେ ତା ନିଜ ଜୀବନରେ କେହି ଅଛି କି ନାହିଁ। ସେ ହସି କହିଲା ଯେ ସେ ଏବେ ପର୍ଯ୍ୟନ୍ତ ଏକୁଟିଆ ଅଛି ଏବଂ ଯଦି ମୁଁ ଚାହେଁ ତେବେ ସେ ମୋ ସହିତ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଚାହେଁ। ତା ଶବ୍ଦ ଶୁଣି ମୋ ହୃଦୟରେ ଏକ ଅଜବ ଶାନ୍ତି ଆସିଲା। ମୋତେ ଲାଗିଲା ଯେମିତି ଭଗବାନ ମୋ ପାଇଁ ଏକ ରାସ୍ତା ଖୋଲି ଦେଇଛନ୍ତି। ମୁଁ ମୋ ପିଲାମାନଙ୍କ ଆଡ଼କୁ ଚାହିଁଲି ଏବଂ ଭାବିଲି ଯେ ସେମାନଙ୍କୁ ଏକ ସାହାରାର ଦରକାର ଅଛି ଏବଂ ମୋତେ ବି। ମୁଁ ଅଧିକ ସମୟ ନେଲି ନାହିଁ ଏବଂ ତା କଥା ମାନି ନେଲି। ସେଦିନ ମୋତେ ଏମିତି ଲାଗିଲା ଯେମିତି ମୋ ଜୀବନ ଏକ ନୂଆ ମୋଡ଼ରେ ଆସିଯାଇଛି। କାର୍ତ୍ତିକ କଥା ମାନି ନେବା ପରେ ମୋ ଜୀବନ ଯେମିତି ଧୀରେ ଧୀରେ ବଦଳିବାକୁ ଲାଗିଲା। ଦୀପାବଳି ଆସିବାକୁ ବାସ୍ ଗୋଟିଏ ହିଁ ଦିନ ବାକି ଥିଲା ଏବଂ ଏତେ ସମୟ ପରେ ପ୍ରଥମ ଥର ପାଇଁ ମୋ ଘରେ ଖୁସିର ହାଲୁକା ଆଲୋକ ଅନୁଭବ ହେଉଥିଲା। ଆମେ ବହୁତ ସାଦାସିଧା ଭାବରେ ବାହା ହେଲୁ। କୌଣସି ପ୍ରକାରର କୋଳାହଳ ନଥିଲା। ବାସ୍ ଭଗବାନଙ୍କୁ ସାକ୍ଷୀ ମାନି ଆମେ ଏକ ନୂଆ ସମ୍ପର୍କ ଆରମ୍ଭ କଲୁ। ମୋ ପିଲାମାନେ ବି ବହୁତ ଖୁସି ଥିଲେ କାରଣ ସେମାନଙ୍କୁ ଏବେ ଏକ ସାହାରା ମିଳିଯାଇଥିଲା। କାର୍ତ୍ତିକ ଆମକୁ ତା ଘରକୁ ନେଇଯିବାକୁ ନିଷ୍ପତ୍ତି ନେଲା। ଯେତେବେଳେ ମୁଁ ତା ଘରକୁ ପହଞ୍ଚିଲି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ତା ଘର ବହୁତ ସଫାସୁତୁରା ଏବଂ ବ୍ୟବସ୍ଥିତ ଥିଲା। ସେଠାରେ ପ୍ରତ୍ୟେକ ଜିନିଷରେ ସୁକୁନ ଅନୁଭବ ହେଉଥିଲା। ପିଲାମାନଙ୍କ ପାଇଁ ଅଲଗା ଜାଗା ଥିଲା ଏବଂ ସେମାନେ ତୁରନ୍ତ ସେଠାରେ ନିଜ ପାଇଁ ଜାଗା ତିଆରି କରିନେଲେ। ମୁଁ ଚୁପଚାପ ଠିଆ ହୋଇ ସବୁ ଦେଖୁଥିଲି ଏବଂ ଭାବୁଥିଲି ଯେ କ'ଣ ସତରେ ଏହା ମୋର ହିଁ ଜୀବନ। କାର୍ତ୍ତିକ ବହୁତ ସମ୍ମାନ ସହିତ ମୋତେ ଘରେ ପ୍ରବେଶ କରାଇଲା ଏବଂ କହିଲା ଯେ ଏବେ ଏହି ଘର ମୋର ବି। ତା ଶବ୍ଦ ଶୁଣି ମୋ ଆଖି ଭରି ଆସିଲା। କିନ୍ତୁ ଏଥର ଏ ଲୁହ ଦୁଃଖର ନଥିଲା, ବାସ୍ ସୁକୁନର ଥିଲା। ପରଦିନ ଦୀପାବଳି ଥିଲା। ଅନେକ ବର୍ଷ ପରେ ମୁଁ ମୋ ନିଜ ହାତରେ ଭଲ ଭାବରେ ଘର ସଜାଇଲି। ପିଲାମାନଙ୍କ ସହିତ ମିଶି ଦୀପ ଜଳାଇଲି ଏବଂ ଭଗବାନଙ୍କୁ ପ୍ରାର୍ଥନା କଲି ଯେ ଏହି ଖୁସି ସବୁବେଳେ ରହିଥାଉ। ଧୀରେ ଧୀରେ ମୋ ଜୀବନ ବାଟରେ ଆସିବାକୁ ଲାଗିଲା। ପିଲାମାନଙ୍କ ପାଠପଢ଼ା ଆରମ୍ଭ ହୋଇଗଲା ଏବଂ ଘରେ କୌଣସି ଜିନିଷର ଅଭାବ ରହିଲା ନାହିଁ। କାର୍ତ୍ତିକ କେବେ ମୋତେ ଏହା ଅନୁଭବ କରାଇଦେଲା ନାହିଁ ଯେ ମୁଁ କାହା ଉପରେ ବୋଝ। ସେ ସବୁବେଳେ ମୋ ସମ୍ମାନ କଲା ଏବଂ ପିଲାମାନଙ୍କୁ ବି ନିଜର ବୋଲି ଭାବି ଭଲ ପାଇଲା। ଏସବୁ ଦେଖି ମୋତେ ଲାଗୁଥିଲା ଯେ ହୁଏତ ଭଗବାନ ମୋ ଧୈର୍ଯ୍ୟର ଫଳ ଦେଇଦେଲେ। କିନ୍ତୁ ଜୀବନ କେବଳ ଖୁସିର ନାମ ନୁହେଁ। ଦିନେ ହଠାତ୍ ଖବର ମିଳିଲା ଯେ ମୋ ଭାଇଙ୍କ ଫ୍ୟାକ୍ଟ୍ରିରେ ନିଆଁ ଲାଗିଗଲା ଏବଂ ସବୁକିଛି ଶେଷ ହୋଇଗଲା। ସେ ବହୁତ ବଡ଼ ନୁକସାନରେ ଆସିଯାଇଥିଲେ। ଏହା ଶୁଣି ମୋ ହୃଦୟ ଅଟକିଯିବା ଭଳି ଲାଗିଲା। ମୁଁ ତୁରନ୍ତ ତାଙ୍କ ପାଖକୁ ଯିବାକୁ ଚାହୁଁଥିଲି କିନ୍ତୁ କିଛି ମୁହୂର୍ତ୍ତ ପାଇଁ ଅଟକିଗଲି କାରଣ ସେଇ ଭାଇ ଥିଲା ଯିଏ ମୋତେ କଷ୍ଟ ସମୟରେ ତ୍ୟାଗ କରିଥିଲା। କିନ୍ତୁ ପୁଣି ହୃଦୟର ସମ୍ପର୍କ ଏତେ କମଜୋର ନଥାଏ। ମୁଁ ତାଙ୍କୁ ଭେଟିବାକୁ ଗଲି। ଯେତେବେଳେ ମୁଁ ତାଙ୍କ ଘରକୁ ପହଞ୍ଚିଲି ସେଠାରେ ମାହୋଲ ପୂରା ବଦଳି ଯାଇଥିଲା। ଏବେ ସେଠାରେ ପୂର୍ବ ଭଳି ରୌନକ ନଥିଲା। ମୋ ଭାଇ ବହୁତ ପରେଶାନ ଏବଂ ଭାଙ୍ଗି ପଡ଼ିଥିଲେ। ତାଙ୍କ ଆଖିରେ ସେ ଅହଙ୍କାର ନଥିଲା ଯାହା ପୂର୍ବରୁ ହେଉଥିଲା। ସେ ମୋତେ ଦେଖିଲେ ଏବଂ ତାଙ୍କ ଆଖିରେ ଲୁହ ଆସିଗଲା। ସେ କିଛି କହିପାରିଲେ ନାହିଁ, ବାସ୍ ଚୁପଚାପ ବସି ରହିଲେ। ସେହି ମୁହୂର୍ତ୍ତରେ ମୋତେ ତାଙ୍କ ଅବସ୍ଥା ଦେଖି ବହୁତ ଦୁଃଖ ହେଲା। ମୁଁ ବିନା କିଛି କହି ତାଙ୍କ ପାଖରେ ବସି ତାଙ୍କ ହାତ ଧରିଲି ଏବଂ ତାଙ୍କକୁ ସାହସ ଦେଲି। ମୁଁ ତାଙ୍କୁ ଏହା ଅନୁଭବ କରାଇଦେଲି ନାହିଁ ଯେ ମୁଁ ତାଙ୍କୁ ତାଙ୍କ ପୁରୁଣା ବ୍ୟବହାରର ସଜା ଦେବାକୁ ଆସିଛି, ବରଂ ମୁଁ ତାଙ୍କ ଭଉଣୀ ହୋଇ ତାଙ୍କ ସହିତ ଠିଆ ହୋଇଥିଲି। ଧୀରେ ଧୀରେ ତାଙ୍କୁ ନିଜ ଘର ବି ବିକ୍ରି କରିବାକୁ ପଡ଼ିଲା ଏବଂ ସେ ଏକ ଛୋଟ ଭଡ଼ା ଘରେ ରହିବାକୁ ଲାଗିଲେ। ତାଙ୍କ ଜୀବନ ପୂରା ବଦଳି ଯାଇଥିଲା। ତାଙ୍କ ପିଲାମାନେ ଯେଉଁମାନେ ପୂର୍ବରୁ ପ୍ରତ୍ୟେକ ଜିନିଷ ପାଇଁ ଜିଦ୍ କରୁଥିଲେ ଏବେ ସେମାନଙ୍କୁ ବି ବୁଝା ପଡ଼ିଲାଣି ଯେ ଜୀବନ ସବୁବେଳେ ଏକ ଭଳି ରହେ ନାହିଁ। ମୁଁ ପ୍ରତ୍ୟେକ ମାସ ଚୁପଚାପ ତାଙ୍କୁ ସାହାଯ୍ୟ କରିବାକୁ ଲାଗିଲି ଯାହାଦ୍ୱାରା ତାଙ୍କୁ ନିଜ ପିଲାମାନଙ୍କ ପାଇଁ କାହା ସାମ୍ନାରେ ହାତ ପତାଇବାକୁ ନ ପଡ଼ୁ। ମୁଁ ଏହି କଥା କେବେ କାହାକୁ କହିନଥିଲି କାରଣ ମୋ ମକସଦ ବାସ୍ ତାଙ୍କ ସାଥି ଦେବା ଥିଲା ନା କି ତାଙ୍କୁ ଅନୁଭବ କରାଇବା। ସମୟ ସହିତ ସେ ବି ନିଜ ଭୁଲକୁ ବୁଝିଲେ ଏବଂ ଦିନେ ସେ ମୋଠାରୁ କ୍ଷମା ମାଗିଲେ। ସେଦିନ ମୋ ଆଖିରେ ଲୁହ ଆସିଗଲା କାରଣ ମୋତେ ସବୁବେଳେ ମୋ ଭାଇଠାରୁ ଏହି ଆଶା ଥିଲା ଯେ ସେ ମୋତେ ବୁଝନ୍ତୁ। ମୁଁ ତାଙ୍କୁ କ୍ଷମା କରି ସାରିଥିଲି କାରଣ ମୋ ହୃଦୟରେ ତାଙ୍କ ପାଇଁ କେବେ ଘୃଣା ଥିଲା ହିଁ ନାହିଁ। ଆଜି ମୋ ଜୀବନ ପୂରା ବଦଳି ଯାଇଛି। ମୋ ପିଲାମାନେ ଭଲ ଭାବରେ ପାଠ ପଢୁଛନ୍ତି ଏବଂ ଖୁସି ଅଛନ୍ତି। କାର୍ତ୍ତିକ ସବୁବେଳେ ମୋ ସହିତ ଠିଆ ହୋଇଥାଏ ଏବଂ ପ୍ରତ୍ୟେକ ଅସୁବିଧାରେ ମୋ ସାହାରା ବନିଥାଏ। ଯେତେବେଳେ ମୁଁ ପଛକୁ ଯାଇ ଦେଖେ ତେବେ ମୋତେ ମୋ ଜୀବନର ପ୍ରତ୍ୟେକ ଦରଜ ଏକ ଶିଖିବା ଭଳି ଲାଗେ। ମୁଁ ଶିଖିଲି ଯେ ମଣିଷକୁ କେବେ ଅହଙ୍କାର କରିବା ଉଚିତ ନୁହେଁ ଏବଂ ନିଜ ସମ୍ପର୍କକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ।
କାରଣ ସମୟ କେବେ ବଦଳିଯିବ ତାହା କେହି ଜାଣନ୍ତି ନାହିଁ। ଯଦି ସେ ସମୟରେ କାର୍ତ୍ତିକ ମୋ ଜୀବନରେ ଫେରି ନଥାନ୍ତା, ତେବେ ହୁଏତ ମୁଁ ଆଜି ବି ସେଇ ଅନ୍ଧାରରେ ଭଟକିଥାନ୍ତି। ଏଥିପାଇଁ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ, ବିଶେଷ କରି ନିଜ ପରିବାରକୁ, କାରଣ ସବୁଠାରୁ ଅଧିକ ହକ୍ ସେମାନଙ୍କର ହିଁ ଥାଏ ଏବଂ ଯଦି ଆମେ ନିଜ ଲୋକଙ୍କ ସାଥୀ ଛାଡ଼ିଦେବୁ, ତେବେ ଦୁନିଆରେ କୌଣସି ସମ୍ପର୍କ ସତ ରହିବ ନାହିଁ। ଏହି କାହାଣୀ ବାସ୍ ମୋର ନୁହେଁ, ବରଂ ପ୍ରତ୍ୟେକ ସେହି ମଣିଷର ଯିଏ ଅସୁବିଧାରେ ଲଢ଼ି ଆଗକୁ ବଢ଼େ ଏବଂ ଶେଷରେ ଜିତ ସେହି ମଣିଷର ହିଁ ହୁଏ ଯିଏ ହାର ମାନେ ନାହିଁ।